କ'ଣ କେବଳ ଚାକିରି କରୁଥିବା ଲୋକଙ୍କୁ ଇଜ୍ଜତ ଆଉ ସମ୍ମାନ ମିଳେ? ଚାଷ କରୁଥିବା ଲୋକଙ୍କୁ କ'ଣ ଇଜ୍ଜତ ଆଉ ସମ୍ମାନ ମିଳେନି? ତାହେଲେ କାହିଁକି ଯୁବପିଢ଼ିମାନେ ସମସ୍ତେ ବାହାର ରାଜ୍ୟକୁ ଯାଉଛନ୍ତି ଚାକିରି କରିବା ପାଇଁ? ସରକାରୀ ଚାକିରି ପଛରେ ବର୍ଷ ବର୍ଷ ଧରି ଗୋଡ଼ଉଛନ୍ତି, କିନ୍ତୁ ଚାକିରି ହେଉନି। ସର୍ବଶେଷରେ ବେକାରୀ ହେଇ ନିଜ ଜୀବନକୁ ବର୍ବାଦ କରିଦେଉଛନ୍ତି। ତାହେଲେ ଆଉ ଡେରି କରନ୍ତୁନି, ଆପଣମାନେ ବି ଚାଷ କରି ଖୁବ୍ ରୋଜଗାର କରିପାରିବେ। କିନ୍ତୁ ଆପଣମାନେ ଏମିତିକା ସ୍ମାର୍ଟ ତରିକାରେ ଚାଷ କରିବା ଦରକାର। ଆଜିର ଦୁନିଆରେ ବହୁତ ଆଧୁନିକ ପ୍ରଣାଳୀରେ ଚାଷ ହେଇପାରୁଛି, କିନ୍ତୁ ଆପଣମାନେ ବାହାର ରାଜ୍ୟକୁ ଚାକିରି ଆଉ ଦାଦନ ଖଟିବା ପାଇଁ ଯାଉଛନ୍ତି କାହିଁକି? କ'ଣ ଆପଣଙ୍କ ମନ ଭିତରେ ଚାଷ ପ୍ରତି ଏତେ ଘୃଣାଭାବ ଆସିଯାଇଛି, ନା ଚାଷୀ ପ୍ରତି ଆସିଯାଇଛି? ଇଜ୍ଜତ ସବୁଠି ମିଳେ, ଯେଉଁଠି ରୋଜଗାର ଅଛି ସେଇଠି ଇଜ୍ଜତ ଅଛି। ତାହେଲେ ଆପଣମାନେ ଆଉ ଡେରି କର